ସାଙ୍ଗମାନେ ବର୍ତ୍ତମାନ ଝାଡ଼ା ବାନ୍ତି ବ୍ୟାପିଗଲାଣି ସବୁ ଗାଁ ଟୁ ଗାଁ ଜିଲ୍ଲାକୁ ଜିଲ୍ଲା ବ୍ୟାପିଗଲାଣି। ସତର୍କ ରୁହନ୍ତୁ। ଖାଇବା ପିଇବା ଉପରେ ପ୍ରାଣ ଠିକ୍ ରଖନ୍ତୁ। ପିଲାମାନଙ୍କୁ ସଫାସୁତୁରା ରଖନ୍ତୁ ଦୟା କରିକି। ସମସ୍ତେ ଭଲରେ ମାନେ ସଫାସୁତୁରା ରୁହନ୍ତୁ। ଖାଇବା ପ୍ରାଣ ରଖନ୍ତୁ। ବାହାର ଖାଦ୍ୟ ଖାଆନ୍ତୁ ନାହିଁ। ବର୍ତ୍ତମାନ ଝାଡ଼ା ବାନ୍ତି ଏତେ ପରିମାଣ ବଢ଼ିଗଲାଣି। ମେଡ଼ିକାଲରେ 5-6 ଜଣଙ୍କ ଜୀବନ ଚାଲିଗଲାଣି। ତେଣୁ କରିକି ଇଏ ରୋଗ ଏବେକା ରୋଗ ନୁହଁ। ଏ ରୋଗ ବହୁତ ଆଗରୁ ବି ହେଇଥିଲା। ଆଉ ଆପଣ ଜାଣିଥିବେ ବହୁତ ବର୍ଷ ଧରି ରୋଗ ହେଇଥିଲା। ଏ ରୋଗରେ ବହୁତ ଲୋକ ବି ପ୍ରାଣ ହରାଇଥିଲେ। ତେଣୁ କରିକି ଆପଣମାନେ ସେ ପୁଣି ଥରେ ଆସି ତେଣୁକରି ଜଳବାୟୁ ପରିବର୍ତ୍ତନ ଦ୍ୱାରା ରୋଗ ସବୁ ବର୍ତ୍ତମାନ ବ୍ୟାପୁଛି। ଆସ୍ତେ ଆସ୍ତେ ସବୁ ବିଭିନ୍ନ ପ୍ରକାର ଅଲଗା ଅଲଗା ରୋଗ ହେଉଛି। ତେଣୁକରି ଆପଣମାନେ ସତର୍କତା ରୁହନ୍ତୁ। ଖାଇବା ପିଇବା ପାଣି ଫିଟେଇ ପିଇବା। ଆଉ ତେଣୁକରି ଘର ଚାରିକର ସଫା ରଖିବା। ବାହାର ଖାଇବା ନାହିଁ। ଏସବୁ ରଖିଲା ଦ୍ୱାରା ଆମର ଠିକ୍ ଠାକ୍ ହେଇଯିବ। ଗଭର୍ଣ୍ଣମେଣ୍ଟ ସବୁ କିଛି ବନ୍ଦ କରିଦେଲା, କିନ୍ତୁ ଖାଇବା ଦୋକାନ ଫାଷ୍ଟଫୁଡ଼ ଦୋକାନ ସବୁ କିଛି ମାନେ ପାଣି ଆଇସ୍କ୍ରିମ୍ ତେଣୁ ଆପଣଙ୍କର ପନିର ସବୁ ବନ୍ଦ କରିଦେଲା। କିନ୍ତୁ ମଦ କାଉଣ୍ଟର ଖୋଲା ମଦ କାଉଣ୍ଟର ଯେହେତୁ ତରଳ ପାନୀୟ ନା, ତେଣୁକରି ତାକୁ ଖୋଲା ଲାଗୁଛି। ଯେହେତୁ ମଦ ବି ଲୋକ ଆହୁରି ରୋଗରେ ଆକ୍ରାନ୍ତ ହୁଅନ୍ତି। ତେଣୁକରି ମୋ ରିକ୍ୱେଷ୍ଟ ମଦ କାଉଣ୍ଟର ବି ବନ୍ଦ କରାଯାଏ। କାହିଁକିନା ସେଇଟା ହିଁ ଅଧିକ ତାକୁ ପିଇଲେ ଅଧିକ ରୋଗ ହେଇଥାଏ। ତେଣୁ ଝାଡ଼ା ଯାହାର ଯିଏ ବି ମଦ ପିଇଛି ସେ ମଦ ବି ଛାଡ଼ିଦେବନି। ଝାଡ଼ା ହେଲେ ସେ ବି ମଦ ପିଇ ଦେଲା ପରେ ତୁମ ଝାଡ଼ା ଭଲ ହେଇଯାଏ। କିନ୍ତୁ ନା, ମଦ ପିଇଲା ପରେ ଝାଡ଼ା ବି ଅଧିକ ହେବ। ତେଣୁ ମଦ କାଉଣ୍ଟର ବନ୍ଦ କରାଯାଉ। ଜୟ ଜଗନ୍ନାଥ। ସମସ୍ତଙ୍କୁ ମୋର ଅନୁରୋଧ, ସମସ୍ତେ ଭଲରେ ରୁହନ୍ତୁ। ଆଉ ମାନେ ଭଲ ସଫାସୁତୁରା ରୁହନ୍ତୁ। ବାହାର ଖାଦ୍ୟ ଖାଆନ୍ତୁ ନାହିଁ ବର୍ତ୍ତମାନ କିଛି ଦିନ। ଆଉ ଖାଇବା ପ୍ରଣାଳୀ ଠିକ୍ ରଖନ୍ତୁ। ଜୟ ଜଗନ୍ନାଥ। ଜୟ ମା।